हरे कृष्ण संग माने एटा थिला नेक्स्ट डे मॉर्निंग रे हमर टाइमिंग थिला 6 रु 8 8:30 बजे भितरे जंगल सफारी रे जिबार माने 6 बजे बाहरी की जीवो 2 घंटा लागसी जिबार आसबार 13 किलोमीटर जिबार अच्छे फिर 13 किलोमीटर आसबार अच्छे आ एटा में जस्ट बाहरी के आसलु गाड़ी पक्के बोले ना गोटेटा पिकअप थिला बाहरे ता ना काଣା गोटे थिला मैं भूली जाइछे पारो बोधे माने दुईटा पिकअप इना पाखे पाखे ही थिसन माने भितरे ଆଉ ତାର ପରେ ଆମେ ବାହାରିକି ଗଲୁ ଏନ ଟିକେ ଚା ପିଇଲୁ ସେ ଯେତେ ସବୁ ପିଲାମାନେ କାମ କରସନ୍ ନା ସେମାନେ ଆକ୍ଚୁଆଲି ଚା ପିଉଥିଲେ ତ ଆମକୁ ବି ଅଫର କଲେ ଆମେ ବି ଟିକେ ଚା ପିଇଦେଲୁ ଆଉ ତାର ପରେ ଆମେ ବାହାରି ଗଲୁ ଜଙ୍ଗଲ ସଫାରିରେ ବହୁତ ଟିକେ ଜୀବଜନ୍ତୁ ଦେଖିବା ଲାଗି କାଣା କାଣା ସବୁ ଅଛନ୍ ଯେ ଆଉ ଏଇଟା ଆମେ ଜଷ୍ଟ ଟିକେ ଦୂର ଗଲା ପରେ ହିଁ ଏଇଟା ଦେଖିଲୁ ଆମେ ଗୟଳ ମୁଇଁ ତ ଫାଷ୍ଟ ବୁକ୍ ରେ ହିଁ ପଢିଥିଲି ଗୟଳ କିଛି ଗୋଟେ ଅଛେ ବୋଲି ମୁଇଁ ତାକେ ଦେଖି ନାଇଥାଇ କେବେ ବି ଏତେ କହିସନ୍ ବାଇସନ୍ ବାଇସନ୍ କହିସନ୍ ବୋଲି ବି ମୁଁ ନାଇଁ ଜାଣିଥାଏ ଆକ୍ଚୁଆଲି ଫାଷ୍ଟ ଟାଇମ୍ ଜାଣିଲି ଆଉ ଏଇଟା ମୟୂଷୀ ଆଉ ଗୟଳର ନା ଡିଫରେନ୍ସ ହେଲା କି ତାଙ୍କର ଗୋଡର ମାନେ ଲାଷ୍ଟ ପାର୍ଟ ଟା ନା ହ୍ୱାଇଟ ଥିସି ମୁଁ ନାଇଁ ଜାଣିଥି ତ ମୁଇଁ କହି ଦଉଛେ ଯେନ୍ ମାନେ ନାଇଁ ଜାନି ଜାନବେ ଆଉ ତାର ପରେ ଆମେ ଏଇଟା ବହୁତ ସାରା ପିକକ୍ ଦେଖିଲୁ ଏଇଟା ହରିଣ ଦେଖିଲୁ ଆଉ ହରିଣ ପିକକ୍ ଏ ସବୁ ବହୁତ ସାରା ଅଛନ୍ ମାନେ ରାସ୍ତାରେ ଯାଉଥିବେ ନା ବହୁତ ଦେଖବାର ଲାଗି ମିଳିଲା ଆମକୁ ଏମାନଙ୍କୁ ହିଁ ଦେଖବାର ଲାଗି ମିଳିଲା ମାନେ ବହୁତ ସାରା ଅଛନ୍ ନା ସେଥିଲାଗି ତାରପରେ ଆମେ ଭାବୁଥିଲୁ କି ଟିକେ ଲିଓପାର୍ଡ ଦେଖମୁ ବୋଲି ବଟ୍ ନାଇଁ ମିଳିଲା ବାଘ ହାତୀ ହାତୀ ତ ନାଇଁ ନା ବଟ୍ ବାଘ ଆଉ ଏଇଟା ତାପରେ ଆମେ ପହଞ୍ଚି ଗଲୁ ପାର୍ବତୀ ଟଙ୍ଗ କ୍ୟାମ୍ପ କେ ଆଉ ଇନକେ ହିଁ ଆସିବାର ଥିସି ଆଉ ଇନକେ ଆସିଲା ପରେ ଏଇଟା ଦେଖ ବହୁତ ସାରା ପାନି ଇନ ଥିଲା ବି ଆଉ ଇନ ଟିକେ ଫଟୋ ଫୁଟା ଆମେ ଉଠାଲୁ ତାରପରେ ଆଉ ଇନ ଟିକେ ଲେମନ ଟି ପିଇଲୁ ଇନ ଖାଲି ଲେମନ ଟି ହିଁ ମାନେ ବିକୁଥିଲା ଆଉ ବିସ୍କିଟ ବଗେରା ଥିଲା ଇନ ଟିକେ ଖାଇଲୁ ଆମେ ଆଉ ତାରପରେ ଫିର ସେ ବ୍ୟାକ୍ କଲୁ ରୁମ के ତାରପରେ ଆମେ ଫିର ବ୍ରେକଫାଷ୍ଟ କଲୁ ସେନ ଯାଇକି ଆଉ ଏଇଟା ଦେଖ ହଁ ଏଇଟା ପହଞ୍ଚି ଗଲୁ ଆମେ ତାରପରେ ବ୍ରେକଫାଷ୍ଟ କଲୁ ଆଉ ଆମକୁ ଚେक ଆଉଟ୍ ବି କରବାର ଥିଲା 10 10:30 ବजे ବ୍ରେକଫାଷ୍ଟରେ ଥିଲା ବ୍ରେଡ ଦେଇଥିଲେ ଆଉ ଅଣ୍ଡା ଥିଲା ଆଉ ପୁରୀ ଥିଲା ଆଉ ଗୋଟେ ତରକାରୀ ଥିଲା ଉପମା ବି ଥିଲା ମାନେ ଭଲ ଦେଇଥିଲେ ବ୍ରେକଫାଷ୍ଟ ବି ବହୁତ ଭଲ ଥିଲା ଆଉ ଏଇଟା ଦେଖ ଇବାନ ଖେଲୁଛି ଟିକେ ଆମେ ରେଡି ହେଇଗଲୁ ଫିର ସେ ଘର ଯିବାର ଲାଗି ବାହାରି ଗଲୁ ଆଉ ଆମକୁ ଏଇଟା ଛାଡିଗଲେ ଆମର ଗାଡି ଆସିଗଲା ଆଉ ଆମେ ତାର ବାଦ ରେଡି ହେଇକି ଘର ପଳେଇ ଆସିଲୁ ଥ୍ୟାଙ୍କ ୟୁ